ଆସନ୍ତୁ ପକ୍ଷୀମାନଙ୍କ ଠାରୁ କିଛି ଶିଖିବା। ରାତିରେ କିଛି ଖାଇନଥାନ୍ତି, ରାତିରେ ବୁଲି ନଥାନ୍ତି, ନିଜ ଛୁଆଙ୍କୁ ଠିକ୍ ସମୟରେ ଖୁଆଇଥାନ୍ତି, ଠେସି ଠାସି କେବେ ଖାଇନଥାନ୍ତି, ରାତ୍ରି ହେବା ମାତ୍ରେ ଶୋଇଯାଆନ୍ତି, ଶୀଘ୍ର ଉଠି ପଡ଼ନ୍ତି, ସଂଗ୍ରହ କରି ରଖିନଥାନ୍ତି, ନିଜ ଆହାର କେବେ ବଦଳାଇ ନଥାନ୍ତି, ନିଜ ଶରୀର ଦ୍ୱାରା ସତତ କାମ ନେଇଥାନ୍ତି, ରାତି ବ୍ୟତୀତ ଅନ୍ୟ ସମୟରେ ଆରାମ କରିନଥାନ୍ତି, ରୋଗ ହେବା ମାତ୍ରେ ଖାଇବା ଛାଡ଼ି ଦେଇଥାନ୍ତି, ନିଜ ଛୁଆଙ୍କୁ ଭରପୁର ସ୍ନେହ ଦିଅନ୍ତି, ପରିଶ୍ରମୀ ହୋଇଥିବା କାରଣରୁ ହୃଦୟ, କିଡନୀ, ଲିଭର ରୋଗ ହୋଇନଥାଏ, ପ୍ରକୃତିରୁ ସେତିକି ନେଇଥାନ୍ତି ଯେତିକି ଆବଶ୍ୟକ, ନିଜ ଘର ପର୍ଯ୍ୟାବରଣ ଅନୁକୂଳ ତିଆରି କରିଥାନ୍ତି। କିଛି ଜାଣିବା କଥା, ମନାନ୍ତର ହେଲେ ବନ୍ଧୁତା ନଷ୍ଟ ହୁଏ, କୁଜନ ସଙ୍ଗ କଲେ ଧର୍ମ ନଷ୍ଟ ହୁଏ, ଜ୍ଞାନୀ ବ୍ୟକ୍ତି ମିଥ୍ୟା କହିଲେ ମହତ୍ୱ ହାନି ହୁଏ, ସକାଳେ ଶଯ୍ୟା ତ୍ୟାଗ କରି ନିଜର ହାତକୁ ଚାହିଁଲେ ସର୍ବ ଶୁଭ ହୁଏ, ଛିଡ଼ା ହୋଇ ପରିସ୍ରା କଲେ ଅଣ୍ଡକୋଷ ପ୍ରଭାବିତ ହୋଇଥାଏ, ଜ୍ଞାନକୁ ନିଜ ମଧ୍ୟରେ ସୀମିତ ନ ରଖି ଦାନ କଲେ ଉନ୍ନତି ହୁଏ, ସ୍ନାନ ପରେ କପାଳରେ ତିଳକ ଧାରଣ କଲେ ଆଜ୍ଞା ଚକ୍ର ଜାଗ୍ରତ ହୁଏ, ପୂର୍ବ ମୁଖ ହୋଇ ପୂଜାପାଠ ଓ ଶୁଭ କାର୍ଯ୍ୟ କଲେ ସଫଳ ହୁଏ, ପ୍ରାର୍ଥନା କଲେ ହୃଦୟରେ ନିଷ୍ଠା, ଶୁଭ ଆଚରଣ ପବିତ୍ରତା ଆସେ, ଆଳସ୍ୟ ବୃଦ୍ଧି ହେଲେ ବିବେକ ନାଶ ହୁଏ, କୁଳବଧୂ କୁପଥଗାମିନୀ ହେଲେ ପରିବାର ଧ୍ୱଂସ ହୁଏ, ଯେଉଁ ବଧୂ ଶାଶୁ ଶ୍ୱଶୁରଙ୍କ ସେବା ନ କରେ ସେ ନର୍କଗାମୀ ହୁଏ। ବର୍ତ୍ତମାନ ସମୟରେ ଦୁଇଟି କାମ ଅଧିକ ହେଉଛି, ପ୍ରଥମଟି ପରକୀୟା, ଦ୍ୱିତୀୟଟି ଡିଭୋର୍ସ। ପ୍ରଥମଟି ଅବହେଳା ଆଉ ଯତ୍ନରେ ନ ରଖିବା କାରଣରୁ, ଦ୍ୱିତୀୟଟି ଭୁଲ ବୁଝାମଣା କାରଣରୁ। ଗୋଟେ କଥା ମନେ ରଖନ୍ତୁ, ଜଣେ ପୁରୁଷ ସମସ୍ତଙ୍କୁ ଛାଡ଼ି ରହିଯିବ, କିନ୍ତୁ ସିଏ ତା ମା ଆଉ ସ୍ତ୍ରୀକୁ ଛାଡ଼ି କେବେ ବି ରହିପାରିବନି, କାହିଁକି ନା ଜାଣିଛି ମା ପ୍ରଥମେ ତାକୁ ଜନ୍ମ ଦେଇଛି ଆଉ ସ୍ତ୍ରୀ ସାରା ଜୀବନ ସାଥ ଦେବ। ସଫଳତା ଠାରୁ ସଫଳତାକୁ ବଜାୟ ରଖିବା, ସଂରକ୍ଷଣ କରିବା ଅଧିକ ଦୁଃସାଧ୍ୟ ଅଟେ। ଅନେକ ଲୋକ ସଫଳତା ହାସଲ କରିବାର ଉପାୟ ମାନ ଜାଣନ୍ତି, କିନ୍ତୁ ସଫଳ ହେବା ପରେ ସଫଳତାକୁ ବଜାୟ ରଖିବାର ବାଟ ଜାଣନ୍ତି ନାହିଁ, ସେଥିପାଇଁ ଯୋଗ୍ୟତା ଏବଂ ବ୍ୟକ୍ତି ଚରିତ୍ର ଧରାଧରି ହୋଇ ଯାଆନ୍ତି, ହାତ ଧରାଧରି ହୋଇ ଯାଆନ୍ତି, ଯୋଗ୍ୟତା ସଫଳତା ଆଣିଦିଏ, ବ୍ୟକ୍ତି ଚରିତ୍ର ଏହାକୁ ଧାରଣ କରେ। ଜୟ ଶ୍ରୀ ଜଗନ୍ନାଥ।